ଧର୍ମ ଓ ସତ୍ୟରେ ଥିଲେ କ'ଣ ମିଳିବ? କୁରୁକ୍ଷେତ୍ର ଯୁଦ୍ଧ ପରେ ପାଣ୍ଡବମାନେ ହସ୍ତିନାପୁରରେ ଶାନ୍ତିରେ ରାଜୁତି କରୁଥିଲେ। ରାଜ୍ୟ ଧର୍ମରେ ଚାଲିଥିଲା। ଲୋକମାନେ ଖୁସିରେ ଥିଲେ। ଯେତେବେଳେ ଶ୍ରୀକୃଷ୍ଣ ଦେହତ୍ୟାଗ କଲେ, ଯୁଧିଷ୍ଠିର ବୁଝିଲେ ଯେ ଦ୍ୱାପର ଯୁଗ ଶେଷ ହୋଇଗଲା। ଏବେ କଳିଯୁଗ ଆରମ୍ଭ ହେବ। କଳିଯୁଗରେ ଅନ୍ୟାୟ, ଅସତ୍ୟ, ଲୋଭ ଓ ପାପ ବଢ଼ିବ। ସେଥିପାଇଁ ଆମର ସଂସାର ଛାଡ଼ିବା ଉଚିତ। ପରୀକ୍ଷିତଙ୍କୁ ଅର୍ଜୁନଙ୍କ ନାତି ରାଜା କରି ପାଣ୍ଡବମାନେ ଦ୍ରୌପଦୀଙ୍କ ସହିତ ଶେଷ ଯାତ୍ରା କରିବାକୁ ନିଷ୍ପତ୍ତି ନେଲେ। ସମସ୍ତେ ହିମାଳୟ ଆଡ଼କୁ ଚାଲିଲେ। ବାଟରେ ପ୍ରଥମେ ଦ୍ରୌପଦୀ ପଡ଼ିଗଲେ। ପରେ ସହଦେବ, ନକୁଳ, ଅର୍ଜୁନ ଓ ଭୀମ ତଳେ ପଡ଼ି ପ୍ରାଣ ତ୍ୟାଗ କଲେ। ଶେଷରେ କେବଳ ଯୁଧିଷ୍ଠିର ହିଁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ ସହିତ ଗୋଟିଏ କୁକୁର ଯାଇଥିଲା। କିନ୍ତୁ ସେଠାରେ ଯୁଧିଷ୍ଠିର କହିଲେ, ମୁଁ ମୋ ସାଥୀଙ୍କୁ କେବେ ଛାଡ଼ିବିନି। ସେହି କୁକୁର ଧର୍ମଦେବ ଥିଲେ। ଯୁଧିଷ୍ଠିରଙ୍କ ପରୋପକାର, ନିଷ୍ଠା ଓ ସତ୍ୟପ୍ରିୟତା ଦେଖି ତାଙ୍କୁ ମାନବ ଦେହରେ ସ୍ୱର୍ଗ ପ୍ରବେଶ କରାଗଲା। ଶକ୍ତି, ଶାନ୍ତି, ସୌନ୍ଦର୍ଯ୍ୟ ସବୁ ଅସ୍ଥାୟୀ। କେବଳ ଧର୍ମ ଓ ସତ୍ୟ ମାନବକୁ ମୋକ୍ଷ ପର୍ଯ୍ୟନ୍ତ ପହଞ୍ଚାଇପାରେ। ହସ ଥେରାପି ନିଜ ଭିତରେ ଲୁଚି ରହିଥିବା ଛୋଟ ପିଲାଟିକୁ ଯଦି ପୁଣି ଥରେ ଖୋଜି ଅଣାଯାଏ, ତାହେଲେ ହସିବା ଆହୁରି ସହଜ ହୋଇଯିବ। ଦେଖାଯାଏ ଯେ ଆଖିରେ ଲୁହ ଖୁବ୍ ଶୀଘ୍ର ଜକେଇ ଆସୁଥିବା ବେଳେ ହସ ଚେଷ୍ଟା କରି ମଧ୍ୟ ଆସେ ନାହିଁ। ଏଥିରୁ ପ୍ରମାଣିତ ହୁଏ ଯେ ହସିବା ଓ ହସେଇବା ଗୋଟିଏ ଖୁବ୍ ସହଜ କଥା ନୁହେଁ। ବିଶିଷ୍ଟ ଆମେରିକାନ ଲେଖକ କର୍ଟ ଭୋନଗଟ୍ କୁହନ୍ତି, ହସ ଓ ଲୁହ ଉଭୟ ହିଁ ନିରାଶା ଓ ଥକ୍କାପଣର ପ୍ରତିକ୍ରିୟା। ମାତ୍ର ମୁଁ ହସିବାକୁ ପସନ୍ଦ କରେ, କାରଣ ତାପରେ ଚେହେରାକୁ ସଫା କରିବାର ଆବଶ୍ୟକତା ରହେ ନାହିଁ। କହିବାର ଅର୍ଥ, କୌଣସି ପରିସ୍ଥିତିର ପ୍ରତିକ୍ରିୟା ସ୍ୱରୂପ ଲୁହଧାରେ ବାହାରିବା ଅପେକ୍ଷା ହସଟିଏ ବାହାରିଲେ ସମସ୍ତଙ୍କ ପାଇଁ ଭଲ ଏବଂ ତାରି ଭିତରେ ନିଜକୁ ବୋଧ ହେବା, ସଜା ନେବା, ସୁଧାରି ନେଇ ପୁଣି ଥରେ ପ୍ରସ୍ତୁତ ରହିବା କଳାଟି ଆୟତ୍ତ କରିନେବା ଉଚିତ। ବନ୍ଧୁ, ହସ ବିଷୟରେ ଏତେ ସବୁ ଜାଣିଲା ପରେ ବି ଯଦି ହସିବା ସମ୍ଭବ ହେଉନାହିଁ, ତାହେଲେ ଯୋଗାଭ୍ୟାସ ଓ ହସ କ୍ଲବରେ ଯୋଗ ଦେଇ ହସିବା ଶିଖିବାକୁ ହେବ। ବିଶ୍ୱାସ କରନ୍ତୁ, ଥରେ ଏହି ହସ ଥେରାପି କାମ କରିବା ଆରମ୍ଭ କଲେ ଆଉ କୌଣସି ପ୍ରକାର ଔଷଧର ବିଶେଷ ପ୍ରୟୋଜନ ରହିବ ନାହିଁ। ବେଳେବେଳେ ଆମେ ପସନ୍ଦ କରୁଥିବା ଲୋକଙ୍କ ସହିତ କଥା ହେବା ବନ୍ଦ କରିଦେଇଥାଉ। ଏହା ନୁହେଁ କି ଆମେ ତାଙ୍କୁ ଘୃଣା କରୁ, ଏଥିପାଇଁ କି ସେମାନେ ଆମକୁ ତାଙ୍କ ପାଇଁ ଅଯୋଗ୍ୟ ଅଟୁ ଭଳି ଅନୁଭବ କରାନ୍ତି। ଜୀବନରେ ଗୋଟିଏ ହିଁ ନିୟମ ରଖନ୍ତୁ, ସିଧା କୁହନ୍ତୁ, ସତ୍ୟ କୁହନ୍ତୁ, ସାମ୍ନାରେ କୁହନ୍ତୁ। ଯିଏ ନିଜର ହେବ ସେ ବୁଝିପାରିବ, ଆଉ ଯିଏ ନିଜର ହବନି ଦୂରେଇ ଯିବ। ଜୟ ଶ୍ରୀ ଜଗନ୍ନାଥ।